अरे तू एठारे मु केते खुजिले मां साबणी पर खाइबा व्यवस्था करनी आ सांगई समस्ते खाइबा मां तू कांदु छो कोणी छी मां श्रावणी कोन किछि कहिला अरे नाही रे अरे से तो गोटिए रे गोटिए सिए मते कोन कहिबो ठीक अछि चल मां खाई बुझ मां खाइबे बोली कहथिले चलो तू मां खाइबे चलो बाबू खाइबा को दियो मां अरे ए भिखारी माने शांति रे गंडे खाइबा पई देबेनी सकाळ सकाळ पहुंची गल मां बाबू कोन गंडे खाइबा को दियो अरे हबनी आज हबनी मो मां को भूख लागलानी मो मां खाइबो परा अरे रहो तपू ए स्वरटा काहे कि मते चिना चिना लागुची मां ए स्वर काहे चिना चिना लागियो सब दिन केते भिखारी माने अछनी भिख नि जाउछंती ए स्वर काहे चिना चिना लागियो नाही तपू तो सेनकर भीतर को डाकिलो ठीक अछि मु डाकी दोछि हे बाबू अरे बाहर काहे चिराइछो आस आस भीतर को आस श्रावणी स्वामी गल किछि भिक्षा नै आसीबो जीती बचाए ठीक अछि दोछि सानपु कथा भाबुथिलो जानिछु मां ओ सपन मरिनी मो भाई बचेछि मो भाई सपन तते झोरी झोरी माटा मोर अंजनी हे गलानी जा बाको पातो छी प्रणाम कर मु तो सब बड़े मामा डाकुची इपर सपन 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 चल चल रे घोड़ा
স্বামী আরে। ভাই ଏ ସପନ ମୁଁ ଯଦି ତ ରାମ ହୁଏ ସେ ପରା ରାମଙ୍କର ସୀତା ମାନେ ମୋ ଭାଉଜ ହରେ ତ ଭାବୁଛ ଭାଉଜ ମୋର ପ୍ରଣାମ ନିଅନ୍ତୁ। ଆରେ ବାପା ଆରେ ବାପା ଆଉ ଦି ଚାରି ବାର ବୁଲିବା ଶୁଣି ଯାଉଛି ନାଇଁ ବାବୁ ଗୋଟିଏ କଥା କହିବି ମୋ କଥା ରଖିବେ କଣ କୁହ ଏ ହେଉଛି ମୋ ସାନ ଭାଇ କଣ ସାନ ଭାଇ ହଁ, ଅନେକ କଥା ସିଏ ଅନେକ ଦିନ ବିତି ଗଲାଣି ହେଲେ ତାକୁ ଆପଣ ପାଇଲେ କୋଉଠୁ ମୁଁ ତ ତାକୁ ରାସ୍ତା କୂଳରେ ପାଇଥିଲି ହେଲେ ତାକୁ କିଏ ମାରି ପକାଇଦେଲା ମୁଁ ତାକୁ ମୋ ଆଶ୍ରମକୁ ନେଇ ମୁଁ ଭଲ କରିଛି ଆପଣଙ୍କର ମୁଁ ଜୀବନରେ ଶୁଝି ପାରିବି ନାହିଁ ଗୋଟେ ଜିନିଷ ମାଗିଲେ ମୋତେ ଦେବେ ମାଗିବ ତା ପ୍ରତି ବଦଳରେ ଯାହା ଚାହିଁବେ ଯେତେ ଚାହିଁବେ ମୁଁ ସବୁ ଦେବାକୁ ପ୍ରସ୍ତୁତ ଅଛି ଆରେ ନା କଣ ମାଗୁଛ ମାଗ ମୁଁ ନିଶ୍ଚୟ ଦେବି ମୋ ସାନ ଭାଇକୁ ମୋତେ ଫେରେଇ ଦିଅନ୍ତୁ ମୋ ସାନ ଭାଇକୁ ବାହ କି ଆଶ୍ଚର୍ଯ୍ୟ କଥା ଦେଖ ଭାଇ ଭାଇ ଦେଖ କିଏ ମାରିକି ପକାଇ ଦେଇଥିଲା ରାସ୍ତା କରୋଡ଼େ କିନ୍ତୁ ମିଳିଗଲା ଭାଇ ଠିକ ଅଛି କିଛି ଦୁଃଖ ନାହିଁ ତୁମ ଭାଇ ତୁମ ପାଖରେ ରହିଲା ଏବେ ମୁଁ ଆସୁଛି ଆଜ୍ଞା ଆପଣଙ୍କର ମୁଁ ଜୀବନରେ ଶୁଝି ପାରିବିନି ମୁଁ ଏ ସବୁନି ଆରେ ଛିଡ଼ା ହେଲ ଖାଇକି ସାନ ଭାଇଟା ମୋର ଖାଇଛି କି ନାହିଁ ସେ କଥା ତୁମର ବୁଝିବା ଉଚିତ ନା ନାହିଁ ଆରେ ଚାଲ ଆଜି ଆମେ ସମସ୍ତେ ଆଜି ସାଙ୍ଗ ହୋଇ ଆମେ ଖାଇବା ସମସ୍ତେ ସାଙ୍ଗ ହୋଇ ଖାଇବା ଆରେ କୁଆଡୁ ସବୁ ମାଡ଼ି ଆସୁଛ ସବୁ ଗୋଟେ ଖୁସି ମନେଇବାକୁ ଦେବେନି କିଛି ଖାଇବାକୁ ଦିଅନ୍ତୁ କିଛି ଖାଇବାକୁ ଦିଅନ୍ତୁ। ଆରେ ହବନି ଦିଅ ବାବୁ ଠାକୁର ତୁମର ମଙ୍ଗଳ କରିବେ ଦେଖ କେତେ ଦିନ ପରେ ମୋ ଭାଇକୁ ମୁଁ ପାଇଲି ଶାନ୍ତିରେ ଗଣ୍ଡେ ଖାଇବାକୁ ଦଉନାହାନ୍ତି ହବନି ଫେରି ଯାଉ ତ ମାନେ ବାବୁ ରହ ବାପା ପୁଣି କଣ ହେଲା? ଏଇ ସ୍ୱରଟା ବି ମୋତେ କାହିଁକି ଚିହ୍ନା ଚିହ୍ନା ଲାଗୁଛି। ହଁ ସବୁ ସୁର ଖାଲି ଚିହ୍ନା ଲାଗୁଛି ଆରେ ମୁଁ ସତ କହୁଛି ଠିକ ଅଛି ତାହେଲେ ମୁଁ ସେମାନଙ୍କୁ ଭିତରକୁ ଡାକି ଦଉଛି ଆଜି ତ ନିଜ ହାତରେ ସେମାନଙ୍କୁ ଦାନ ଦେବୁ ତାପରେ ଆମେ ସମସ୍ତେ ସାଙ୍ଗ ହେଇ ଖାଇବା ଶ୍ରାବଣୀ ଭିକ୍ଷା ଥାଳି ବ୍ୟବସ୍ଥା କର ଆରେ ବାବୁ ବାହାରେ କାହିଁକି ଛିଡ଼ା ହେଲ ଆସ ଆଜି ଗୋଟେ ଆମ ପାଇଁ ଖୁସି ଦିନ ମୋ ସାନ ଭାଇକୁ ମୁଁ ପାଇଛି ସେଇ ଖୁସିରେ ମୋ ମା ନିଜେ ତା ହାତରେ ଆଜି ବହୁତ ଦାନ ଦେବ ଆରେ ଆସ ଠାକୁର ମଙ୍ଗଳ କରିବେ ବାବୁ ଆରେ ଆସ ବହୁତ କଥା କହୁଛ जी बजाए ଦିଅ ବାବୁ ଠାକୁର ମଙ୍ଗଳ କରିବେ ଦିଅ ବାବୁ କେମିତି ଅଛ ବସୁଧା ଅନେକ ଖୋଜିଛି ବସୁଧା
ଦରକାର ନାହିଁ ଠାକୁରେ ମୋର କିଛି ଦରକାର ନାହିଁ ମୋ ବସିଲାକୁ ମୁଁ ଫେରି ନେଇଛି ମୋର କିଛି ଦରକାର କିଛି ଦରକାର ନାହିଁ କେମିତି ଅଛ ସ୍ୱାମୀ? ମୁଁ କେମିତି ଅଛି ମତେ ପଚାରୁଛ ମୁଁ କେମିତି ଅଛି ଆଉ ତମେ ବା କେମିତି ଦେଖିପାରିବ ତମେ ତ ଅନ୍ଧୁଳିଟିଏ ନା ଆରେ ମୁଁ ଭାରି ଭଲରେ ଅଛି ଆରେ ମୁଁ ପରା କଳିଙ୍ଗ ରାଜ୍ୟର ରାଜା ନାମ ମୋର ଚନ୍ଦ୍ରଧ୍ୱଜ ଭାରି ଭଲରେ ଅଛି ଭାରି ଭଲରେ ହେଲେ ବସୁଧା ଏତେ ବଡ଼ ଘର এই রাজু আসো কাহার ସ୍ୱାମୀ ଇଏ ପରା ଆମ ତପୁର। ତମନେ ତମନେ ମୋ ତପନ ଏଇଠାରେ ଅଛି ହଁ ସ୍ୱାମୀ ଏଇଟା ମୋ ତପନର ରାଜୁ ଆସো ହଁ ସ୍ୱାମୀ ଏ ବସୁଧା ମୁଁ ମୋ ତପନକୁ ଦେଖିବି ତପନକୁ ଦେଖିଲେ ମୋ ମନ ଶାନ୍ତି ହେଇଯିବ ମୋ ତପନ ଏ ତପନ কথা কইবুনু বাবা অভিমান করিছু কাহিকি অভিমান করিবুনু মুকুল তো বাবা নাই বাবা মু তো বাবা নয় মু তো বাবা নয় ମୁଁ ତୋତେ ପାଳି ପୋଷି ମଣିଷ କରିଛି ରେ ବାବା ଶୁଣ ତପନ ଏଇ ରାଗରେ ଯଦି ଏ ବୁଢ଼ାଟା ପଦେ ଅଧେ କହିଦେଇଛି ଏ ବୁଢ଼ାଟାକୁ ତୁ କ୍ଷମା କରିଦେ କେମିତି ଯିବେ ବାପା କେମିତି ଯିବେ ପାଖକୁ କାହିଁକି ବାବା ମୁଁ ପରା ନିର୍ବାସନ ଦଣ୍ଡ ପାଇଛି ଲକ୍ଷ୍ମଣ ରେଖା ଟାଣି ଦେଇ ସବୁ ସମ୍ପର୍କର ସବୁଦିନ ପାଇଁ ମୁଁ ପରା ଚାଲି ଆସିଛି କେମିତି ଯିବି ମୁଁ ଅଭିମାନ କରିଛି ମୁଁ ଯଦି ତ ବାପା ହୋଇଥାନ୍ତି ଏମିତି କ'ଣ ଅଭିମାନ କରିଥାନ୍ତୁ ଆରେ ମୁଁ ତ ବାପା ଡାକୁଛି ବାପା ବୋଲି ଡାକିଆ କେତେ ଦିନ ପରେ ଦେଖିଲି ଆଉ ଏମିତି ଅବସ୍ଥାରେ ଦେଖିଲି ଏମିତି ଅବସ୍ଥା ଦେଖିବା ପୂର୍ବରୁ କାହିଁକି ମରିଗଲିଣି ନାଇଁ ତ କଣ ଏମିତି କଥା କାହିଁକି ମୁଁ ସହି ପାରୁନି ବାପା ମୁଁ ସହି ପାରୁନି ହେ ମୋତେ କ୍ଷମା କରିଦିଅ ବାପା ତାମାନେ ତୁ ମୋ ପାଖକୁ ଆସିବୁନୁ ବାପା ବାପା ଆପଣ জীবন
ମୋ ଦେହ କଥା କହୁଛୁ ଏ ବାବା ମୋ ଦେହ ବହୁତ ଭଲରେ ଅଛି ଆଉ ଠାକୁର କରନ୍ତୁ ତମ ମାନଙ୍କର ଦେହ ମଧ୍ୟ ଭଲରେ ଅଛି ବାପା ମୋ ସାନ ମା କେମିତି ଅଛନ୍ତି ତ ପଚାରୁଛୁ ତୁ ସାନ ମା କଥା ତୁ ପଚାରୁଛୁ ପଚାରିବିନି କେମିତି ଦୁନିଆରେ ଏମିତି କେହି ପୁଅ ଅଛି ତା ମାଆକୁ ଭୁଲିଯିବ ସେ ପରା ମୋ ମା କେତେ ଭଲ ପାଉଥିଲେ ମତେ କେମିତି ଅଛନ୍ତି ସେ କେମିତି ଅଛନ୍ତି ମୋ ସାନ ମାଆକୁ ଖୋଜୁଛି ଦେଖିବ ବାପା ତୋ ସାନ ମାଆକୁ ଦେଖିବୁ ତାମାନେ ତମ ସହିତ କଣ ସାନ ମା ଆସିଛନ୍ତି ଆସିଛି କାହିଁ କୋଉଠି ମୋ ସାନ ମା ଦେଖିବୁ ସାନମା ତମେ ଆସିଛ ନା ମତେ ବହୁତ ଖୁସି ଲାଗୁଛି ଅନେକ ଦିନ ପରେ ଆଜି ମୋ ମାକୁ ଦେଖୁଛି ଆଉ ଏମିତି ଅବସ୍ଥାରେ ଦେଖୁଛି ମରି ଯିବାକୁ ମନ ହଉଛି ଏ ସାନମା ମୁଁ ଯଦି ଜୀବନରେ କେବେ କିଛି ଭୁଲ କରିଥାଏ ମତେ ତମେ କ୍ଷମା କରିଦେବ ସାନମା ମତେ ତମେ କ୍ଷମା କରି ଏମିତି କଥା କହି ମତେ ଛୋଟ କରିଦିଅନି ମତେ ସାନମା ତମେ ପରା ମା କେତେ ଉପରେ ତମେ ଯେତେ ଭୁଲ କଲେ ବି ମାର ଭୁଲକୁ କଣ କେହି ଧରେ ତମେ ମୋର ସେଇ ମା ସାନମା ସେଇ ମା ତମେ ସେଦିନ ତମକୁ ଯେତିକି ଭଲ ପାଉଥିଲି ଆଜି ବି ତମକୁ ସେତିକି ଭଲ ପାଏ ସେତିକି ଭକ୍ତି କରେ ମୁଁ ଜାଣିଛ ସାନମା ମୋ ମା ବି ମୋ ପାଖରେ ଅଛି ତା ପାଖକୁ ଯିବନି
विचित्र सब किसी पाई। अरे देखो ये दुनिया वाला समझते देखो माझं तो किए बापा से परम भाउज ସେମାନେ ମୋ ତମର ବାହା ହେଇଯାଇଛି। हां बापा ଦେଖ ରେ ମୋର ଦୁଇ ପୁଅ ଦୁଇ ଜଣ ସ୍ତ୍ରୀ ଆଉ ମୋ ଘରର ଲକ୍ଷ୍ମୀ। ହେଲେ ବାପା ମୁଁ ଗୋଟିଏ କଥା ବୁଝିପାରୁନି ମୋ ରାଜବାଟିରୁ ଆସିଲା ପରେ ଆପଣମାନଙ୍କର ଏମିତି ଅବସ୍ଥା କରିଛି କିଏ କିଏ ସେ ବିଶ୍ୱଜିତ ଛାଡ଼ିବେନି ସେ ବେଇମାନ ବିଶ୍ୱାସଘାତକକୁ ଛାଡ଼ିବେନି ମାରିଦେବେ ଜୀବନରୁ ତାକୁ ମାରିଦେବେ। गाजर हाय तो ना कोन से मो स्त्री काकुड़ी काकुड़ी तुमने केन का किरा मोरछो ये मो ससुर ससुर माने हां माने ये सब भूलवार काम करी पड़छि तो सेही दिबाई तक मारो भैया मूर्ख ससुर होछंदी बापा समान लोक ताके एमिति मारंदी पुणी मांदी पकेकी हेरे इंडिया गुडा सब भूल करछि राज्य जत्ता सब कांड करछि सब ते यार हाथ अछि तना कोन हाय तना कोन बापा से कहिबो केमिति का मुहटा कर मुड़ी जाईची हे हे कोन में तमे वो कोन आइछि आ तो ना कोन को कोना गाजर गाजर का बंका को लगी एमिति मारो होइछि जे सब भूल करछि पुणी सेपटरू पिटी सजा कर दरे से सजा पिटी सजा कर रसिक तू कहीं तो मैंने कहीं तो ସେମାନେ ମାରୁଛନ୍ତି हाँ हाँ तो झिल हो कहीं ସେମାନେ तो मारुଛନ୍ତି ସେମାନେ ତତେ ମାରିଦେବେ କହ 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 ଆରେ କହ କଣ କରୁଛୁ ସପନକୁ ମୋ ତପନ ଭାଇ ମାରି ନଥିଲା ସାନ ମା ଅବିଶୁ ଭାଇ ମୁଁ ମାରିଥିଲେ बापा की माते ससुर बसरो रहो तबना अरे रहो अरे शिको कहां के सब कुछ आपण कुछ कम अरे बड़ा ना सुना देखो ଆମେ ତିନି ଜଣ ମିଶି ଅନ୍ଧ କରିଥିଲେ
ବଳିଟା କରୁଛି ବାହାରି ଦେବି ଆରେ ରସିକ ଆଉ କଣ କରିଛୁ ଆଉ କଣ କରିଛୁ ଆଉ କଣ କରିଛି ମତେ ମାରିଛୁ ଆଜ୍ଞା ଆପଣଙ୍କୁ ମାରିଛି ମତେ ମାରିଛୁ ଆଉ ସାନ ରାଣୀ ବାବୁ ରାଜ୍ୟରୁ ବାହାର ବାହାର କରିଦେଇଛି କରିଦେଇଛୁ ମୁଁ ମାରିଛି କାହିଁକି କଣ ଆଜ୍ଞା କଣ ପାଇଁ ଯଦି ଏତିକ ନ କରିଥାନ୍ତି ତାହେଲେ ବିଶୁ ଭାଇ ଆଉ ସାନ ରାଣୀର ମତେ ଜୀବନରୁ ମାରି ଦେଇଥାନ୍ତେ ମୋର କିଛି ସ୍ୱାର୍ଥ ନାହିଁ ଆଜ୍ଞା ମୁଁ କିଛି ଭୁଲ କାମ କରିନି ଭୁଲ କାମ କରିନି। ମୋ ଜୀବନକୁ ବଞ୍ଚାଇବା ପାଇଁ ମୁଁ ସେମାନଙ୍କ ବାପା କଥା ରାଜି ହେଇଛି। ଏଇଟା ହଉଛି ନାଟର କୁପଥର ମିଛ କହୁଛି ଇଏ। ବାହାରି ଦେବି ନାଇଁ ଏ ମିଛ କହୁଛି ସତ କହ ବାବାର କି ମାଡବା ସତ କହ କଣ ପାଇଁ ଏସବୁ କାମ କରିଛୁ ଆଜ୍ଞା କଣ ପାଇଁ ସେମାନେ କହିଲେ ତୁ ଯଦି ଆମ ପ୍ରସ୍ତାବ ରାଜି ନ ହଉ ତାହେଲେ ସରକାର ପଥରେ ଆମେ ତାଙ୍କୁ ମାରିଦେବୁ ସେମାନେ ସରକାର ପଥରେ ମତେ ମାରିଦେଇଥାନ୍ତେ ଆଜ୍ଞା ତେଣୁ ସେମାନଙ୍କ କଥା ଯାହା କହିଲେ ମୁଁ ସେମାନଙ୍କ କଥାରେ ରାଜି ହେଲି ବାପା ଆପଣଙ୍କର ଧନ ରତ୍ନ ମୁଁ ସବୁ ପଙ୍କ ତଳେ ପୁତିକି ରଖିଛି ଚୁପ୍ ଆଚ୍ଛା ବାପା ଏଇଟା ଚୁଚୁନ୍ଦ୍ରା ଏଟାକୁ ମାରିଲେ ଆଜ୍ଞା ମୁଁ ଗୋଟେ ବିରାଟ ଚୁଚୁନ୍ଦ୍ରା ମତେ ମାରିଲେ ଏ ରସିକ ଯାହା କରିଛୁ ଭଲ କରିଛୁ ଆଜ୍ଞା ହେଲେ ରସିକ ଆଜ୍ଞା ମୁଁ ଶୁଣିବାକୁ ପାଇଲି ତ ମନ୍ତ୍ରୀ ହୋଇଥାନ୍ତି ହଁ ଆଜ୍ଞା ମତେ କହିଥିଲେ ସତ ଏତେବେଳେ ସତ କଥାଟା ବାହାରିଲା ସେମାନେ କହିଥିଲେ ହଁ ମନ୍ତ୍ରୀ ହବା ନିଶାରେ ଏସବୁ କାମ କରିଛି ଆଚ୍ଛା ରସିକ ଆଜ୍ଞା ମୁଁ ତତେ ରଜା କରିଦେବି ସେ ନାଇଁ ବିଶ୍ୱଜିତକୁ ମାରିପାରିବୁ ଆପଣ କହୁଛନ୍ତି ମାନେ ମୁଁ ଜଳନ୍ତା ରଜା ହବୁ ନା ରଜା ହବୁ ତୁ ଭାଇ ହଁ ଭାଇ ଭାଇ ଚୁପ୍ ରସିକ ଆଜ୍ଞା ମାରିପାରିବୁ ନଦେବି ବିଶ୍ୱଜିତ ଆପଣ କହିଛନ୍ତି ମାନେ ସେ ସବୁ ନଦେବି ଠିକ ଅଛି ତୁ ଯଦି ବିଶ୍ୱଜିତ ମାରିବୁ ଏ କଳିଙ୍ଗ ରାଜ୍ୟର ରଜା ତୁ ନାଇଁ ମୁଁ ଆପଣଙ୍କୁ ଛାଡ଼ି କୁଆଡ଼େ ବି ମୋ ରଜା ହେବି ଭକ୍ତି ମୁଁ ଆପଣଙ୍କୁ ଛାଡ଼ି କୁଆଡ଼େ ଯିବିନି ଭକ୍ତି ଦେଖ ରାଧ ବନା ଆଜ୍ଞା ଏହାକୁ ହିଁ ନେଇ ଆମେ ହାସଲ କରିବା ଆମ କଳିଙ୍ଗ ରାଜ୍ୟ ଠିକ କହିଛନ୍ତି ବାପା ଇଏ ହବ ଆମର ଅସ୍ତ୍ର ଏହାକୁ ଅସ୍ତ୍ର କରି ଆମେ ପହଞ୍ଚିବା ସେଇ ବେଇମାନ ବିଶ୍ୱାସଘାତକ ବିଶ୍ୱଜିତ ନିକଟରେ ଆମେ ସମସ୍ତେ ଯାତ୍ରା କରିବା ସେଇ କଳିଙ୍ଗ